ଏତେ ସକାଳୁ ଉଠିବା ପାଇଁ ଇଚ୍ଛା ତ ହଉନି, ତଥାପି ମୋ ଟାଇମ୍‌ରେ ମୁଁ ଉଠି ପଡ଼େ। ଶୀତ ଦିନେ ତ ଜଲ୍ଦି ଉଠି ହେଇଯାଏ, କିନ୍ତୁ ଖରା ଦିନେ ଉଠିବା ପାଇଁ ଭାରି କଷ୍ଟ ହୁଏ। ଏଇ ଯୋଉ ଏସିର ହାୱାରେ ସେଥିପାଇଁ ସକାଳୁ ଉଠିବା ପାଇଁ ଇଚ୍ଛା ଲାଗେନି। ଏବେ 4:50 ହେଇଛି, ମୁଁ ଏଠି ଉଠିକି ବାହାର ଦୃଶ୍ୟ ଦେଖୁଥିଲି, ତ ବଢ଼ିଆ ଲାଗୁଛି ସକାଳର ଦୃଶ୍ୟଟା। ଆଜି ଯେହେତୁ ଗାର୍ଗୀର ଡ୍ୟାନ୍ସ କ୍ଲାସ୍ ଅଛି, ସେଥିପାଇଁ ଜଲ୍ଦି ଜଲ୍ଦି ଉଠି ଘରର କାମ ସାରି ଦେଇଥିଲି। ଏପଟେ ଆସିକି ଟିକେ ଆଲ୍କାଲାଇନ୍ ୱାଟର ପିଇ ଏଠି ଟିକେ ବସିକି ରିଲାକ୍ସ ହେଇଥିଲି। ଆଜି ଯେହେତୁ ମାଉସୀ ଆସିବେନି, ସେଥିପାଇଁ ମୁଁ ତଳକୁ ବାହାରିଥିଲି ଯିବା ପାଇଁ ଡଷ୍ଟବିନ୍ ପକେଇବା ପାଇଁ। ଏପଟେ ମୋର ଘରର ବି କାମ ବି ସରିଯାଇଥିଲା, ତ ମୁଁ ନେଇକି ଡଷ୍ଟବିନ୍ ତଳେ ପକେଇ ଦେଇଥିଲି। ଭାବିଲି ଗଛରେ ବହୁତ ସାରା ଫୁଲ ଫୁଟିଛି, ଟିକେ ତୋଳିକି ନେଇଯିବି। କିଛି ତ ନେଇନଥିଲି, ସେଥିପାଇଁ ହାତରେ ଟିକେ ଧରିକି ଫୁଲକୁ ପଳେଇ ଆସିଲି। ଗାର୍ଗୀ ଉଠି ଯାଇଥିଲା, ତାକୁ ଆଣିକି ଟିକେ ଆଲ୍କାଲାଇନ୍ ୱାଟର ଦେଇ ଦେଇଥିଲି ପିଇବା ପାଇଁ। କହିଲା ମମି ମୋତେ ଟିକେ ଭଲସେ ମସାଜ କରିଦିଅ ଟିକେ ମୁଣ୍ଡରେ ତେଲ ଲଗେଇକି। କାଲି ଯେହେତୁ ଗାର୍ଗୀ ମୁଣ୍ଡ ଧୋଇଥିଲା, ତାକୁ ଟିକେ ଥଣ୍ଡା ଥଣ୍ଡା ଲାଗୁଥିଲା। ଏତେ ଜଲ୍ଦି ପୁଣି ସକାଳୁ ଉଠିଛି, ସେଥିପାଇଁ ଟିକେ ଭାରି ଭାରି ଲାଗୁଥିଲା ମୁଣ୍ଡଟା। କହିଲା ମମି ଭଲ ଭାବରେ ଟିକେ ମସାଜ କରିଦିଅ। ଏପଟେ ତାକୁ ଭଲ ଭାବରେ ମସାଜ କରି ତାକୁ ରେଡ଼ି ହେଇଗଲା। ସେ ସେପଟେ ଯାଇକି ମୁଁ ଏପଟେ ତାକୁ ଟିକେ ଚୁଡ଼ା କଦଳୀ ଆଣିକି ଖୁଆଇ ଦେଇଥିଲି। ମୁଁ ବି ଏପଟେ ଫ୍ରେଶ୍ ହେଇକି ପଳେଇ ଆସିଥିଲି। ମୁଁ ବି ଆଉ କିଛି ଖାଇନଥିଲି, ଏପଟେ ଟିକେ ବେଲପଣା ପିଇକି ବାହାରିଥିଲି। ହଜବେଣ୍ଡ ତାଙ୍କର ସେ ପିଇ ଦେଇଥିଲେ। ହଜବେଣ୍ଡ ଆଜି ଜଲ୍ଦି ଉଠି ପଡ଼ିଛନ୍ତି, କହିଲେ ଚାଲ ମୁଁ ନେଇକି ତମମାନଙ୍କୁ ଛାଡ଼ିଦେବି। ତ ଝିଅ ହଜବେଣ୍ଡ ପଳେଇ ଆସିଥିଲେ ତଳକୁ ଆଗରେ, ତ ମୁଁ ଆସିକି ପହଞ୍ଚିଗଲି। ତ ଆମେ ବାହାରି ଆସିଲୁ ଡ୍ୟାନ୍ସ କ୍ଲାସ୍‌ରେ ପହଞ୍ଚି ଯାଇଥିଲୁ।